କାହିଁକି ମନ ଦୁଃଖ କରିଛ? କଥାଟା କ'ଣ ହେଇଛି କହୁନ? ଏମିତି ଯଦି ମୁହଁ ଫୁଲେଇ ବସିବ ମୁଁ କଣଟା କରିବି କହିଲ? କିଛି ଯଦି କରିପାରିବନି କାହିଁକି ତମ ବାପାଙ୍କ ଠାରୁ ନାନା କଥା ଶୁଣିବାକୁ ପଡୁଛି? ଆରେ କଥାଟା କ'ଣ ହେଇଛି କୁହ? ତୁମ ମୁହଁରୁ ହସ ଲିଭିଗଲେ ନା ମୋ ଛାତିର ସ୍ପନ୍ଦନଟା ଷ୍ଟ୍ରାଇକ୍ କରି ଉଠିବ। କ'ଣ ହେଇଛି କୁହ? ମୁଁ କହିଲେ ତମେ ଖରାପ ଭାବିବନି ତ? ଆରେ ନା ବାବା, କହିଲ ମୁଁ ତମକୁ କେବେ ଖରାପ ଭାବିଛି ନା ଭାବିବି? କଥାଟା କ'ଣ ହେଇଛି କୁହ? ଆଜି ବାପାଙ୍କ କଥା ବୁଝିବାକୁ ଟିକେ ଲେଟ୍ ହେଇଗଲା ଯେ ସେ ମୁହଁ ଫୁଲେଇ ବସିଛନ୍ତି, ମୋ ଉପରେ ରାଗିଛନ୍ତି। ତୁମେ ତ ଜାଣିଛ ଘରେ ରୋଷେଇ କରିବା, ଟିଫିନ ବନେଇବା ଆଉ ତୁମର ଅଫିସ ଯିବା କଥା ବୁଝି ସାରିବା ପରେ ହଁ, କ'ଣ ହେଇଗଲା ସେଠୁ? ତୁମେ କାମ ତୁମେ କରିବ। ଖାଲି ସେତିକି ନୁହଁ, ସାଇର ପୁଣି ସ୍କୁଲ ଯିବା ବ୍ୟବସ୍ଥା, ପୁଣି ଘରର ଦୁନିଆ କାମ, ପୁଣି ତୁମ ବାପା। ହଉ ହେଲା ବାବା, ଏତେ ବୁଲେଇ ପକେଇ ନ କହି ସିଧା ସିଧା କୁହ। ଆଜି ବାପାଙ୍କ କଥା ନା ମତେ ଭାରି କଷ୍ଟ ଦେଇଛି। ଯଦି ଏତେ ସବୁ କଲା ପରେ ବୋହୂର କର୍ତ୍ତବ୍ୟ କରୁନି ବୋଲି ଶୁଣିବି ମତେ ଜମା ଭଲ ଲାଗିବନି। ସେଥିପାଇଁ ଆରେ ଏଇ କଥାକୁ ନେଇ ଏତେ ବ୍ୟସ୍ତ ହେଲେ ଚଳିବ? ଆରେ ଏଇ ବୟସର ଲୋକମାନେ ଏମିତି ହୁଅନ୍ତି। ତାଙ୍କ ପାଇଁ ପରା ଆମେ ଦୁନିଆ ଦେଖିଲେ ଆମକୁ ଏସବୁ ସହିବାକୁ ପଡିବ। ଟିକେ ଧୈର୍ଯ୍ୟ ଧର। କଣ ମା ଏମିତି କହୁଛ? ତା ଛଡା ଆମ ପାଖରେ କୌଣସି ଆଉ ଉପାୟ ନାହିଁ। ହଁ, ଭାବିଲେ ସିନା ଉପାୟ ମିଳିବ। ମାନେ ମାନେ ମୁଁ କଣ କହୁଥିଲି କି ତୁମେ ଖରାପ ଭାବିବନି ତ? ଆରେ ନା, କୁହ। ପ୍ରମିସ୍ କଲି, କୁହ ଏଥର। ମୁଁ କଣ କହୁଥିଲି କି ଆମେ ଯଦି ବାପାଙ୍କୁ ନେଇ ଅନୁଗୁଳ ସହରରେ ଥିବା ବୃଦ୍ଧାଶ୍ରମରେ ଛାଡ଼ିଦେଲେ କେମିତି ହୁଅନ୍ତା? ଆଶ୍ରମ ମାତ୍ର 15-16 କିଲୋମିଟର। ତା ଛଡା ଆମେ ବାପାଙ୍କୁ ଯାଇ ମଝିରେ ମଝିରେ ଦେଖା କରି ତାଙ୍କର ଭଲ ମନ୍ଦ ବୁଝି ଆସିବାନି? ଖାଲି ଛୁଆଟା ପାଇଁ ନା। ହଉ ହେଲା, ମୁଁ ବାପାଙ୍କୁ ଡାକି ସବୁ କଥା ବୁଝେଇ ଦଉଛି। ଯେମିତି ଏପରି ଆଗକୁ ନ ହୁଏ। ଯଦି ଏପରି ଆଗକୁ ହୁଏ ତୁମେ ବୃଦ୍ଧାଶ୍ରମ କଥା ଚିନ୍ତା କରିବ। ବାପା ଏଇ ଶୁଣ, ଏ କଥା ଯେମିତି ବାପା ନ ଜାଣନ୍ତି ମୁଁ ଏମିତି କହିଛି ବୋଲି।